ଦେଖନ୍ତୁ ମୋକିମିଙ୍କର ଯୋଉ ନୂଆ ଦଳ ଗଠନ ପାଇଁ କାଲି ଯୋଉ ନିୟମ ପଡିଲା ବୋଲି କୁହାଗଲା, ଯେହେତୁ ଗଣମାଧ୍ୟମର ଦିଗ୍ଗଜ ମାନଙ୍କୁ ସେମାନେ ଡାକିଥିଲେ ମଞ୍ଚ ଉପରକୁ ଏବଂ ଆଉ କିଛି ଗଣମାଧ୍ୟମକୁ ଭଲ ଭାବରେ ମ୍ୟାନେଜ କରିଥିଲେ। ସେଇ ହିସାବରେ ମାନେ ତାଙ୍କର ଯେତିକି ଲୋକ ନଥିଲେ ଆମେ ଖବର ପ୍ରସାରିତ କରିଛେ ମୋକିମିଙ୍କର ସେତିକି। ମୋକିମିଙ୍କର 1000-1200 ଲୋକ ଆମେ ଖବର ଯେମିତି ପ୍ରକାଶିତ କରିଥିଲେ, ବୋଧ ହୁଏ କାଲି ସେ ଆଞ୍ଚଳିକ ଦଳ ଗଠନ ହେଇକି ବିକଳ୍ପ ହେଇକି ଆଉ ଭଗବାନ ଦୟାରୁ ଯାହା କିଛି ସାମ୍ବାଦିକ ମାନେ ଟିକେ ସମ୍ଭାଳି ଯାଇଛନ୍ତି ନିଜକୁ, ନହେଲେ ଏମିତି ଅସମ୍ଭାଳ ହେଇକି ସେମାନେ ବାଇଟ ଦଉଥିଲେ କିମ୍ବା ମତାମତ ନଉଥିଲେ କି ଏମିତି କରୁଥିଲେ ସତ୍ୟ ଯେମିତି ଇଏ କାଲି ବୋଧେ ମୁଖ୍ୟମନ୍ତ୍ରୀ ମୋକିମ ବାବୁ ହେଇଯିବେ। କାଲି ପ୍ରଭାବ କିଛି ନାହିଁ। ମୋକିମ ବାବୁ ମନ ଦୁଃଖ, କାହିଁକି ନା ସିଏ ଭାବିଥିଲେ 10,000 ଲୋକଙ୍କୁ ନେଇକି ଗୋଟେ ସମାବେଶ କରିବା ପାଇଁ ଯୋଜନା କରାଯାଇଥିଲା। ଆପଣ ଦେଖିବେ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି, କିନ୍ତୁ ଗତକାଲି ପୂର୍ବରୁ 2 ଦିନ ପୂର୍ବରୁ କହିଲା ଆମେ 1,500 ଲୋକଙ୍କୁ ନେଇକି କରୁଛୁ ଏବଂ କିଏ ଗୋଟେ ଲେଖିଦେଲେ ଯେ କେତେଟା ଖବର କାଗଜରେ ଯେ ସାରା ଓଡିଶାରୁ ମାଡି ଆସିଲେ। ଆଜ୍ଞା 30ଟା ଜିଲ୍ଲାରୁ ମାଡି ଆସିକି 1,500 ତାହେଲେ ସେ ଦଳ ୱାର୍ଡ ମେମ୍ବର ଜିତି ପାରିବେ? ତେଣୁ ଏଇ କଥାକୁ ବିଚାର କରିବା ଦରକାର। କିନ୍ତୁ ଏତିକି ମୋକିମ ବାବୁ ଆସିଲେ ଭଲ, କାହିଁକି ନା କିଛି କିଛି ରାଜନୀତିର ହଲଚଲ ନହେଲେ ମଇଦାନଟା ସରଗରମ ଲାଗିବନି। କିନ୍ତୁ କଟକ ହୁଡା ଡେଇଁକି ମୋକିମ ବାବୁ ଟିକେ ସାରା ଜିଲ୍ଲା ରାଜ୍ୟ ଯାକ ବୁଲି ଯାଆନ୍ତୁ। ଏଇ ଭୁବନେଶ୍ୱର ଗଣମାଧ୍ୟମ ଆଗରେ କିଛି ଲୋକଙ୍କୁ ଡାକି ହୋଟେଲରେ ଯେ ଆଜ୍ଞା ରାଜନୈତିକ ଦଳ ଗଠନ ହେଇଯାଆନ୍ତା, ତାହେଲେ ସବୁ ହୋଟେଲ ମାଲିକ ଗୋଟେ ଗୋଟେ ଦଳର ସଭାପତି ହୁଅନ୍ତେ। ଆଜ୍ଞା ବାପା ଝିଅକୁ ଆପଣ କାହିଁ ଅଲଗା କରୁଛନ୍ତି? ମାନେ ଆମେ ସବୁବେଳେ ଯୋଉ ଏଇ ଭିତରେ କାହିଁ ପଡି ଯାଉଛେ? ଆରେ ସୋଫିଆ କିଏ? ମୋକିମ ବାବୁଙ୍କ ଝିଅ। ସୋଫିଆ କାହିଁକି ବିଧାୟକ? ମୋକିମ ବାବୁଙ୍କ ଝିଅ ବୋଲି ବିଧାୟକ। ସୋଫିଆଙ୍କର ଭୋଟ କୋଉଠି? ମୋକିମଙ୍କର ଭୋଟ ଯୋଉଠି। ତେଣୁ ଆପଣ କହିବେ ବାପା ଝିଅ ଅଲଗା ହେବେ। ଆରେ ଭାଇ ଦଳର ଗୋଟେ ନିୟମ ରହିଛି, ସିଧାସଳଖ ଭାବରେ ଯଦି ସୋଫିଆ ଦଳ ଛାଡିଦେବେ ନିଜ ଆଡୁ ପଦ ପଳେଇବ। ଆପଣ ଜାଣିଥିବେ କଟକ ଜିଲ୍ଲା ରାଜନୀତି ଯୋଉ ଭଳି ଭାବରେ ଚାଲିଛି, ଆଉ ଥରେ ଏଇନା ଇସ୍ତଫା ଦେଲେ ଜିତି ହବ? ତେଣୁ ସିଏ ତାଙ୍କ ବାଟରେ ରହିଲେ। ଦଳ ଯେମିତି ବାପାଙ୍କୁ ବହିଷ୍କାର କଲା, ଆଙ୍କୁ ଯଦି କାଲି ବହିଷ୍କାର କରିଦିଏ ଏଇ ଖୁସି। ବର୍ତ୍ତମାନ ସୋଫିଆ ଚାହିଁଲେ ବାପାଙ୍କୁ ଯେମିତି ତଡ଼ି ଦେଇଛ ମତେ ତଡ଼ି ଦିଅ, କିନ୍ତୁ ଭକ୍ତ ଦାସ ମହାଖେଳାଳି ସେ କହିଲେ ମୁଁ ତଡ଼ିବି କାହିଁକି, ଲୋକ ଜାଣୁଛି ତମେ କଂଗ୍ରେସ ବିରୋଧ ବୋଲି। ତେଣୁ ଖେଳ ଅଲଗା ଲେବୁଲରେ ଚାଲିଛି। ମୋକିମ ବାବୁ ଜାନୁଆରୀ 12ରେ ଶକ୍ତି ପ୍ରଦର୍ଶନ କରିବେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆପଣ ମାନେ ସମସ୍ତେ ଲେଖିଛନ୍ତି, ଟିଭି ଦେଖେଇଛି, ପେପର ବି ଲେଖିଛି। ମୋକିମ ବାବୁ ଶକ୍ତି ପ୍ରଦର୍ଶନ କରିବା ପାଇଁ ଶକ୍ତି ସବୁ ଖୋଜି ଚାଲିଲେ। ବୁଲୁ 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 ଯେତେ ଖୋଜିଲା ପରେ ଶକ୍ତି ଆଉ ମିଳିଲେନି। ତେଣୁ ତାପରେ କଣ କଲେ, ଯାହାହେଲେ ଗୋଟେ ଜାନୁଆରୀ 12ରେ ଘୋଷଣା କରିଛନ୍ତି। ତେଣୁ ନିଜ ସମ୍ମାନ ରକ୍ଷା କରିବାକୁ ଯାଇକି ମୋକିମ ବାବୁ ଗୋଟିଏ କନକ୍ଲେଭର ପରିକଳ୍ପନା କଲେ। ଆପଣ ଜାଣିଥିବେ ଗୋଟିଏ କନକ୍ଲେଭ କରାଗଲେ ଗୋଟିଏ ଗୋଟିଏ ମଞ୍ଚରେ ଆପଣ ଦେଖିବେ ନବୀନ ବାବୁ, ଭକ୍ତ ବାବୁ, ମୋହନ ବାବୁ, ଧର୍ମେନ୍ଦ୍ର ବାବୁ, ଯେତେ ଦଳ ବିଭିନ୍ନ ଦଳର ବାବୁ ମାନେ ଅଛନ୍ତି ସମସ୍ତେ ମେଳ ହବାରେ ଗୋଟେ ଆଶ୍ଚର୍ଯ୍ୟ କଥା ନୁହେଁ। ତେଣୁ ଯେହେତୁ ଜାନୁଆରୀ 12 ଯୁବ ଦିବସ, ସ୍ୱାମୀ ବିବେକାନନ୍ଦ, ତେଣୁ ଏଇ କଥା କହିକି ସେ ଗୋଟେ ଯୁବ ବିପ୍ଳବ କଥା କହିଲେ। ବରଂ ମୁଁ କହିବି ଗତକାଲି ଯୁବ ଦିବସ ଅବସରରେ ସାରା ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି, କିନ୍ତୁ ମୋକିମଙ୍କ ଶୋ ବୋଲି ଫ୍ଲପ ଶୋ କୋଉଟା ହେଇନାହିଁ। ମୋକିମ ବାବୁ ମ୍ୟାଡମଙ୍କୁ ଡାକିଥିଲେ, କାହିଁ ଡାକିଥିଲେ? ଇରେ ବଡ କାଗଜ, ତାଙ୍କର ଖବରଟା ଭଲରେ ପ୍ରକାଶିତ ହବ ଏବଂ ସୋଫିଆଙ୍କର ତନୟାଙ୍କର ହଉଛନ୍ତି ଗୋଟେ ସାଙ୍ଗ, କଟକରେ ବେପାର କରୁଛନ୍ତି, ବାଣିଜ୍ୟ କରୁଛନ୍ତି, ବ୍ୟବସାୟିକ ସମ୍ପର୍କ ରହିଛି। ବୁଝନ୍ତୁ ଡକା ହେଲା, କଣ ପାଇଁ ଡକା ହେଲା? ବଡ ବ୍ରାଣ୍ଡ, ତମେ ଡାକିଲେ ତ ଖବର ପ୍ରକାଶିତ ହବ। ତେଣୁ ସେ ଟେକ୍ନିକାଲି ଡାକିଲେ, ସଂଘ ମିତ୍ରଙ୍କୁ ଡାକିଲେ। ସେ ଜଣେ କମ୍ୟୁନିଷ୍ଟର ଟାଣୁଆ ନେତ୍ରୀ। ସେ ଭାବିଥିଲେ କଣ ଯୁବ ବିପ୍ଳବ ଉପରେ ଗୋଟେ ଡାକିଛନ୍ତି, ମୁଁ ଗୋଟେ ଆଲୋଚନାରେ କନକ୍ଲେଭରେ ଏଡେ ଏଡେ ଲୋକ ଆସିଛନ୍ତି ମୁଁ ବି ଯିବି। ଇଏ ତାପରେ ମଞ୍ଚ ଉପରେ ଯାଇକି କହିଲେ ମୁଁ ଗୋଟେ ଦଳ ଘୋଷଣା କରିବି। ବର୍ତ୍ତମାନ ସଂଘମିତ୍ରା ଫେସବୁକରେ ଯାହା ଲେଖିଛନ୍ତି ସେଟା ମୋକିମଙ୍କ ଗାଲରେ ଗୋଟେ ସରୁ ଚଟକଣ ନା ନୁହଁ? ସେ ନିଜେ ଲେଖିଲେ ମତେ ଡାକିଲେ ଗୋଟିଏ କଥା କହିକି ଏବେ ଆପଣ ଘୋଷଣା କରୁଛନ୍ତି ଦଳ, କାରଣ ସେ କମ୍ୟୁନିଷ୍ଟ ଲୋକ। ତେଣୁ ଏଗୁରା ସବୁ ବୁଝିବା ଦରକାର। ମୋକିମ ବାବୁ ବହୁତ ତରତର ହେଇଯାଉଛନ୍ତି। ଆଜ୍ଞା ଯେମିତି 10ମ ମାଟ୍ରିକ ପରୀକ୍ଷା କେତେବେଳେ ଦବ? 9ମ ପାସ କଲେ ପରେ ମାଟ୍ରିକ ଦବ ନା ନାଇଁ ପ୍ରଥମ ଦ୍ୱିତୀୟରୁ ଏକାଳ ମାଟ୍ରିକ ପରୀକ୍ଷା ଦବ? ତେଣୁ ସେ ଆଉ ଅପେକ୍ଷା କରିପାରୁନାହାନ୍ତି ଦଳ ଗଢା ଯାଏ କେମିତି, ମୋକିମ ବାବୁ ଜାଣିନାହାନ୍ତି। ସେ ବିଜୟ ମହାପାତ୍ର ପାଖକୁ ଯାଇଥିଲେ ଟିପ୍ସ ପାଇଁ, କିମ୍ବା ନିଜେ ଆସନ୍ତୁ ବୋଲି ଅନୁରୋଧ କରିଥିଲେ। ବିଜୁ ବାବୁ 2-3 ଥର ଓଡିଶା ଗଣପରିଷଦ ଗଢିକି ତାପରେ ଏନସିପି ଯାଇକି ସେ କ୍ଲିଆ ନେଇଯାଇଛନ୍ତି। ତେଣୁ ସିଏ ଆଉ ରାଜି ହେଲେନି। ତେଣୁ ଭକ୍ତ ଯଦି ମୋକିମ ରାଜ୍ୟରେ ଆଉ ଏକ ବିକଳ୍ପ ଦଳ ଭାବେ ନିଜକୁ ବା ନିଜ ଆଉ ଗୋଟେ ଗଢିବାକୁ ଚେଷ୍ଟା କରୁଥାନ୍ତେ, ହୁଏତ ସଫଳ ହେଇଥାନ୍ତେ। ସିଏ ବର୍ତ୍ତମାନ ଟାର୍ଗେଟ ରଖିଲେ ଯେ କଂଗ୍ରେସର ବିକଳ୍ପ, ଭକ୍ତ ଦାସଙ୍କର ବିକଳ୍ପ। ତେମେ ଯେତେବେଳେ ନିଜର କ୍ରେଡିଟ ପାଇଁ ଗୋଟେ ଦଳ ଗଠନ କରିବାକୁ ଚାହିଁବ, ଆଉ 5 ଜଣ ଆପଣଙ୍କ ସାଙ୍ଗରେ ଯିବେ ନାହିଁ। କାହିଁକି ନା ତମ ନିୟତ, ତମର ଲକ୍ଷ୍ୟ ରହିଗଲା
जे मोर राज्य विकास कथा नुहे गोटा दल गढ़ी से नुहे मोर कथा हूँ भक्त दास को देखेबी मोकिमी किए यही कथा कहीदेले तो बहीगुंड अतीत में सौम्य पट्टनायक भली जो पट्टनायक परिवार राजनीतिक टंकार सबुठ सारा राज्य संगठन था माठिया भांगीगला मोकिमी कहे मु दल गढ़ी तेणु ये को अष्टम आश्चर्य ना मो कह डाकी कहीं से राजनेता जिते डाकिल तुम कनक्लेव समस्त आसता जहाँ को डाकी था सी जाते सी जानीदे कौ कौ मोकिमी यही कथा घोषणा करेंगे कर्मी मैंने कहे तेणु ये कहले मुझे किला कहीं नेबी लिखु साहू आसवे बीजेपी मनमोहन सामल ट्यूशन करेंगे सुनील महांती आसवे नवीन बाबू ट्यूशन करेंगे तेणु से मैंने कहीं आसिले आपड़ देखिए काली जो आसला मो खबर जा कटक रु 500-700 लोक आई आउ सब तो कौट बोलेर गोटे लेखा आई आजिकल पिकनिक सीजन आज्ञा टंका 10,000 टका देले बोलेर टोका 8-10 लोड होगी आसीपर ये बड़ जिनस नुहे आमे मीडिया वाला टिके मोकिम बाबू मेट्रो बिल्डर से भी भल मैनेज करती होटेल फोटेल डाकिकी मटन मांस खाए पीवा दिंती तेणु मजे मजे किसी गणमाध्यम उत्साहित हो जाती।